ଯେମିତି କର୍ମ ସେମିତି ଜନ୍ମ। ଗରୁଡ଼ ପୁରାଣର ଶିକ୍ଷା, ଗଧର କାହାଣୀ। ଶ୍ରୀକୃଷ୍ଣଙ୍କ ବାଣୀ, ହେ ମନୁଷ୍ୟ, ଏ ସଂସାରରେ କୌଣସି କର୍ମ କେବେ ବ୍ୟର୍ଥ ଯାଏ ନାହିଁ। ଯେପରି ବୀଜ ବୁଣିବ ସେପରି ଫଳ ମିଳିବ। ମଣିଷ ନିଜ ଭାଗ୍ୟ ନିଜେ ଲେଖେ। ଧନ, ଶକ୍ତି, ସୌନ୍ଦର୍ଯ୍ୟ କିମ୍ବା ପଦବୀ ନୁହେଁ, ତାର କର୍ମ ହିଁ ପରଜନ୍ମର ଆଧାର ହୁଏ। ଗରୁଡ଼ ପୁରାଣ କହେ, ଯେଉଁ ଜୀବ ଯେପରି କର୍ମ କରେ ସେପରି ଜନ୍ମ ପାଏ। ଏକ ଗ୍ରାମରେ ଧନପତି ନାମକ ଜଣେ ବ୍ୟବସାୟୀ ରହୁଥିଲେ। ତାଙ୍କ ପାଖରେ ଅପାର ସମ୍ପତ୍ତି ଥିଲା, କିନ୍ତୁ ହୃଦୟରେ ଦୟା ନଥିଲେ। ସେ ଗରିବ ଲୋକକୁ ଅପମାନ କରୁଥିଲେ, ନିଜ ଚାକରମାନଙ୍କୁ ପଶୁଠାରୁ ମଧ୍ୟ ଖରାପ ବ୍ୟବହାର କରୁଥିଲେ। ସାରା ଦିନ ସେମାନଙ୍କୁ ଭାରି ବୋଝ ଉଠାଉଥିଲେ, କିନ୍ତୁ ଠିକ୍ ଭାବରେ ଖାଇବାକୁ ଦେଉନଥିଲେ। ଧନପତିଙ୍କର ଗୋଟିଏ କଥା ସବୁବେଳେ ଥିଲା, ମଣିଷର ମୂଲ୍ୟ ନାହିଁ, କାମର ମୂଲ୍ୟ ଅଛି। ସେ ନିଜ ସ୍ୱାର୍ଥ ପାଇଁ ଯେକୌଣସି ପାପ କରିବାକୁ ପ୍ରସ୍ତୁତ ଥିଲେ। ସମୟ ଗଡ଼ି ଚାଲିଲା। ଗୋଟିଏ ଦିନ ହଠାତ୍ ଧନପତିଙ୍କ ମୃତ୍ୟୁ ହେଲା। ଶରୀର ଛାଡ଼ିବା ମାତ୍ରେ ଯମଦୂତମାନେ ତାଙ୍କ ଆତ୍ମାକୁ ଯମଲୋକକୁ ନେଇଗଲେ। ସେଠାରେ ଚିତ୍ରଗୁପ୍ତ ତାଙ୍କ ଜୀବନର ପ୍ରତ୍ୟେକ କର୍ମର ହିସାବ ଖୋଲିଦେଲେ। ଚିତ୍ରଗୁପ୍ତ କହିଲେ, ତୁମେ ଅନେକ ଲୋକଙ୍କୁ ପଶୁ ପରି ଜୀବନ ବଞ୍ଚିବାକୁ ବାଧ୍ୟ କରୁଛ। ତୁମେ ଦୟାହୀନ, ଅହଙ୍କାରୀ ଓ ସ୍ୱାର୍ଥପର ଥିଲ, ତେଣୁ ପରଜନ୍ମରେ ତୁମେ ଗଧ ହୋଇ ଜନ୍ମ ନେବ। ଧନପତି କାନ୍ଦି କହିଲେ, ମୋତେ କ୍ଷମା କରନ୍ତୁ, ମୁଁ ପୁଣି ମଣିଷ ହେବାକୁ ଚାହେଁ। ଯମରାଜ କହିଲେ, କର୍ମର ନ୍ୟାୟରେ କ୍ଷମା ନାହିଁ, ଫଳ ମିଳେ। ଯେ ଅନ୍ୟକୁ ଅନାବଶ୍ୟକ ବୋଝ ବୁହାଏ ସେ ନିଜେ ବୋଝ ବୋହିବାର ଜୀବନ ପାଏ। କିଛି ସମୟ ପରେ ସେ ଏକ କୁମ୍ଭାରଙ୍କ ଘରେ ଗଧ ରୂପେ ଜନ୍ମ ନେଲା। ଛୋଟବେଳୁ ତାହାର ପିଠିରେ ଭାରି ମାଟି, ଇଟା ଓ ସାମଗ୍ରୀ ସବୁ ବୋଝ କରାଯାଉଥିଲା। ତୀବ୍ର ଖରାରେ ମଧ୍ୟ ସେ କାମ କରୁଥିଲା। ଥକିଗଲେ ମାଲିକ ଲାଠିରେ ମାଡ଼ ମାରୁଥିଲା। ଗଧଟି ଭାବୁଥିଲା, ମୁଁ କାହିଁକି ଏତେ କଷ୍ଟ ପାଉଛି? ପୁନର୍ଜନ୍ମର ସ୍ମୃତି ନଥିଲା, କିନ୍ତୁ କର୍ମର ଫଳ ସେ ଭୋଗୁଥିଲା। ଦିନେ ଜଣେ ସାଧୁ ସେହି ଗଧକୁ ଦେଖି କହିଲେ, ହେ ଜୀବ, ଏହା ଈଶ୍ୱରଙ୍କ ଅନ୍ୟାୟ ନୁହେଁ, ଏହା ତୋର ନିଜ କର୍ମର ଫଳ। ଯେ ଅନ୍ୟକୁ କଷ୍ଟ ଦିଏ ସେ ଦିନେ ନିଜେ ସେହି କଷ୍ଟ ଭୋଗ କରେ। ସାଧୁଙ୍କ କଥା ଶୁଣି ଗଧର ଆଖିରେ ଲୁହ ଝରିଲା। ସେ ଯେପରି ଭିତରୁ କିଛି ଅନୁଭବ କଲା। ଶ୍ରୀକୃଷ୍ଣ କହିଛନ୍ତି, ହେ ମନୁଷ୍ୟ, ମୃତ୍ୟୁ ପରେ ଧନ, ସମ୍ପତ୍ତି, ପରିବାର କିମ୍ବା ପଦବୀ କେହି ସାଙ୍ଗରେ ଯାଆନ୍ତି ନାହିଁ। କେବଳ କର୍ମ ହିଁ ଜୀବାତ୍ମାର ସାଥୀ ହୋଇ ଯମରାଜା ପର୍ଯ୍ୟନ୍ତ ଯାଏ। ଗରୁଡ଼ ପୁରାଣ କହେ, ଯେପରି କର୍ମ ସେପରି ଫଳ, ଯେପରି ଫଳ ସେପରି ଜନ୍ମ। ଗଧ ରୂପରେ ଜନ୍ମ ନେଇଥିବା ଧନପତି ପ୍ରତିଦିନ ଅସହ୍ୟ କଷ୍ଟ ଭୋଗ କରୁଥିଲା। ସକାଳ ସୂର୍ଯ୍ୟ ଉଠିବା ପୂର୍ବରୁ ତାର ପିଠିରେ ଭାରି ମାଟିର ବୋଝ ଲଦା ଯାଉଥିଲା। ଦିନ ସାରା ଖରାରେ ଚାଲିବା, ଭୋକ ଶୋଷରେ କାମ କରିବା ହିଁ ତାର ଜୀବନ ହୋଇଯାଇଥିଲା। ଯେତେବେଳେ ସେ କ୍ଳାନ୍ତ ହୋଇ ଅଳ୍ପ ସମୟ ଠିଆ ହେଉଥିଲା, ମାଲିକ ଲାଠିରେ ମାଡ଼ ମାରି କହୁଥିଲା, ଆଗକୁ ଚାଲ, ତୋର ଜନ୍ମ ହୋଇଛି କେବଳ କାମ କରିବା ପାଇଁ। ଏହି କଥା ଶୁଣି ତାର ହୃଦୟ ଯେପରି କାନ୍ଦି ଉଠୁଥିଲା। କେଉଁଠି ଏକଥା ସେ ପୂର୍ବରୁ ମଧ୍ୟ ଶୁଣିଥିଲା। ଧୀରେ ଧୀରେ ତାର ମନରେ ପୂର୍ବଜନ୍ମର କିଛି ଅସ୍ପଷ୍ଟ ସ୍ମୃତି ଜାଗ୍ରତ ହେବାକୁ ଲାଗିଲା। ସେ ମନେ ପକାଇଲା, ସେ ମଧ୍ୟ ନିଜ ଚାକରମାନଙ୍କୁ ଏଇ କଥା ହିଁ କହୁଥିଲା। ଏକ ଦିନେ ସେଇ ଗ୍ରାମକୁ ଜଣେ ଜ୍ଞାନୀ ସାଧୁ ଆସିଲେ। ସେ ଗଧର ଆଖିର ଲୁହ ଦେଖି ମାଲିକଙ୍କୁ କହିଲେ, ପଶୁମାନଙ୍କର ମଧ୍ୟ ପ୍ରାଣ ଅଛି, ସେମାନଙ୍କୁ ଦୟା କର। ଯେ ଦୟା କରେ ଭଗବାନ ତା ପ୍ରତି ଦୟା କରନ୍ତି। ମାଲିକ ହସି କହିଲା, ଏହା ତ ଗଧ, ଏହାର କାମ ବୋଝ ବୋହିବା। ସାଧୁ ଗମ୍ଭୀର ସ୍ୱରରେ କହିଲେ, କେହି ଜନ୍ମରୁ ଗଧ ହୁଏ ନାହିଁ, କର୍ମ ହିଁ ଜୀବନକୁ ଏହି ଅବସ୍ଥାକୁ ଆଣେ। ଆଜି ଯାହାକୁ ତମେ ଅବହେଳା କରୁଛ, କାଲି ସେହି ଅବସ୍ଥା ତୁମର ମଧ୍ୟ ହୋଇପାରେ। ଏହି କଥା ଶୁଣି ଗଧର ଆଖିରୁ ଲୁହ ଝରି ପଡ଼ିଲା। ତାର ମନରେ ଯେପରି ଅନୁତାପର ଅଗ୍ନି ଜଳି ଉଠିଲା। ସେହି ରାତିରେ ସ୍ୱପ୍ନରେ ସେ ଯମରାଜଙ୍କୁ ଦେଖିଲା। ଯମରାଜ କହିଲେ, ଧନପତି, ଏବେ ବୁଝିଲୁ କି ଅନ୍ୟକୁ କଷ୍ଟ ଦେବାର ବେଦନା କେତେ ଭୟଙ୍କର? ଯେତେବେଳେ ତୁମେ ମଣିଷ ଥିଲ, ତୁମ ଚାକରମାନଙ୍କର ଆଖିର ଲୁହ ଦେଖିନଥିଲ। ଆଜି ସେହି ଲୁହ ତୁମର ଆଖିରେ ବାହାରୁଛି। ଏହା ହିଁ କର୍ମର ଅଟଳ ନିୟମ। ଗଧ କାନ୍ଦି କହିଲା, ପ୍ରଭୁ, ମୋତେ ଆଉ ଗୋଟିଏ ସୁଯୋଗ ମିଳିବ କି? ଯମରାଜ କହିଲେ, ପ୍ରତ୍ୟେକ ଜୀବକୁ ସୁଯୋଗ ମିଳେ, କିନ୍ତୁ ପ୍ରତ୍ୟେକ କର୍ମର ଋଣ ଶୋଧ କରିବାକୁ ପଡ଼େ। କେହି ମଧ୍ୟ ନିଜ କର୍ମଫଳରୁ ପଳାଇ ପାରିବେ ନାହିଁ। ସକାଳ ହେଲା। ଗଧର ମନ ପରିବର୍ତ୍ତିତ ହୋଇଯାଇଥିଲା। ସେ ଆଉ କ୍ରୋଧ କରୁନଥିଲା। ଯେତେ କଷ୍ଟ ଆସୁଥିଲା
ସେ ଧୈର୍ଯ୍ୟର ସହିତ ଶୋଉଥିଲା। ତାର ମନରେ ଏକମାତ୍ର ପ୍ରାର୍ଥନା ଥିଲା, ହେ ପ୍ରଭୁ, ପରଜନ୍ମରେ ମୋତେ ଏମିତି ମନ ଦିଅ ଯାହାଦ୍ୱାରା ମୁଁ କାହାକୁ କଷ୍ଟ ନ ଦେଉ। ଶ୍ରୀକୃଷ୍ଣଙ୍କ ବାଣୀ, ହେ ମନୁଷ୍ୟ, ଜୀବନରେ ଯେତେବେଳେ ଦୁଃଖ ଆସେ ସେତେବେଳେ ଅନେକ ଲୋକ ଭଗବାନଙ୍କୁ ଦୋଷ ଦିଅନ୍ତି, କିନ୍ତୁ ଗରୁଡ଼ ପୁରାଣ କହେ ଭଗବାନ ଦଣ୍ଡ ଦିଅନ୍ତି ନାହିଁ, ସେ କେବଳ କର୍ମର ଫଳ ଦିଅନ୍ତି। ଯେପରି ବୀଜ ବୁଣାଯାଏ ସେପରି ଫସଲ ଅମଳ କରାଯାଏ। ଗଧର ଜୀବନ ଦିନକୁ ଦିନ କଷ୍ଟଦାୟକ ହେବାକୁ ଯାଉଥିଲା। ବର୍ଷା ହେଉ କି ତୀବ୍ର ଖରା, ତାକୁ ବିଶ୍ରାମ ମିଳୁନଥିଲା। ପିଠିରେ ଭାରି ବୋଝ, ଶରୀରରେ ଘା ଏବଂ ପେଟରେ ଅଧା ପେଟ ଖାଦ୍ୟ, ଏହା ହିଁ ତାର ଦୈନନ୍ଦିନ ଜୀବନ ଥିଲା। ଗୋଟିଏ ଦିନେ ସେ ଅତ୍ୟଧିକ କ୍ଳାନ୍ତ ହୋଇ ରାସ୍ତା ପାଖରେ ବସି ପଡ଼ିଲା। ସେହି ସମୟରେ ସେହି ସାଧୁ ପୁଣି ସେଠାକୁ ଆସିଲେ। ସାଧୁ ତାର ମୁଣ୍ଡରେ ସ୍ନେହରେ ହାତ ବୁଲାଇ କହିଲେ, ହେ ଜୀବ, ତୋର କଷ୍ଟର ସମୟ ଏକଦିନ ଶେଷ ହେବ, କିନ୍ତୁ ମନେ ରଖ, ଏହି ଦୁଃଖ ତୋର ଶତ୍ରୁ ନୁହେଁ, ତୋର ଶିକ୍ଷକ। ସାଧୁଙ୍କ କଥା ଶୁଣି ଗଧର ଆଖିରେ ଅଜଣା ଶାନ୍ତି ଦେଖାଗଲା। ସାଧୁ କହିଲେ, ପୁନର୍ଜନ୍ମରେ ତୁ ଧନୀ ଥିଲୁ, ତୋର ଘରେ ଧନର ଅଭାବ ନଥିଲା, କିନ୍ତୁ ଦୟାର ଅଭାବ ଥିଲା। ତୁ ଭୋକିଲାକୁ ଖାଇବା ଦେଇ ନଥିଲୁ, ଗରିବକୁ ଅପମାନ କରିଥିଲୁ ଏବଂ ଚାକରମାନଙ୍କୁ ପଶୁଠାରୁ ମଧ୍ୟ ଅଧିକ କଷ୍ଟ ଦେଉଥିଲୁ। ଆଜି ସେହି କର୍ମର ଫଳ ତୁ ଆଜି ଭୋଗୁଛୁ। ଗଧର ଆଖିରୁ ଲୁହ ଝରି ପଡ଼ିଲା। ସେ ମନେ ମନେ ପ୍ରାର୍ଥନା କଲା, ହେ ପରମେଶ୍ୱର, ଯଦି ଆଉ ଥରେ ମୋତେ ମଣିଷ ଜନ୍ମ ମିଳେ, ମୁଁ କେବେ କାହାକୁ ଅପମାନ କରିବି ନାହିଁ, ଗରିବଙ୍କୁ ସାହାଯ୍ୟ କରିବି, ପଶୁମାନଙ୍କ ପ୍ରତି ମଧ୍ୟ ଦୟା କରିବି। ସାଧୁ ହସି କହିଲେ, ଏହି ଅନୁତାପ ହିଁ ମୁକ୍ତିର ପ୍ରଥମ ପଦକ୍ଷେପ। ଯେତେବେଳେ ଜୀବ ନିଜ ଭୁଲକୁ ସ୍ୱୀକାର କରେ ସେତେବେଳେ ତାର ଆତ୍ମା ପବିତ୍ର ହେବା ଆରମ୍ଭ କରେ। ତାପରେ ସାଧୁ ଗରୁଡ଼ ପୁରାଣର ଏକ ଶିକ୍ଷା ବୁଝାଇଲେ। ମଣିଷ ଭାବେ ଯେ ପାପ କେହି ଦେଖୁନାହାନ୍ତି, କିନ୍ତୁ ପ୍ରକୃତିର ପ୍ରତ୍ୟେକ କାର୍ଯ୍ୟର ସାକ୍ଷୀ ଅଛନ୍ତି। ସୂର୍ଯ୍ୟ, ଚନ୍ଦ୍ର, ବାୟୁ, ପୃଥିବୀ ଏବଂ ନିଜ ଆତ୍ମା ସବୁ କର୍ମର ସାକ୍ଷୀ। ମୃତ୍ୟୁ ପରେ ଚିତ୍ରଗୁପ୍ତଙ୍କ ସମ୍ମୁଖରେ ସବୁ ହିସାବ ଖୋଲିଯାଏ। ଏହି କଥା ଶୁଣି ଗଧ ନିଜ ଆଖି ବନ୍ଦ କରିଦେଲା। ତା ମନରେ କେବଳ ଗୋଟିଏ ଭାବନା ଆସୁଥିଲା, ମଣିଷ ଜୀବନ ସତରେ ମୂଲ୍ୟ, ଏହାକୁ ପାପରେ ନଷ୍ଟ କରିବା ସବୁଠାରୁ ବଡ଼ ମୂର୍ଖତା। ସେହି ଦିନଠାରୁ ସେ ନିଜ କଷ୍ଟକୁ ଅଭିଶାପ ଭାବିବା ବନ୍ଦ କଲା। ସେ ବୁଝିଗଲା ଯେ ତାର କର୍ମର ଋଣ, ଯାହାକୁ ତାକୁ ଧୈର୍ଯ୍ୟର ସହିତ ଶୋଧ ଦିନେ ଦିନେ କରିବାକୁ ପଡ଼ିବ। ଶ୍ରୀକୃଷ୍ଣଙ୍କ ବାଣୀ, ନିଜ ଭୁଲକୁ ସ୍ୱୀକାର କର, ସେହି ପ୍ରକୃତ ଜ୍ଞାନୀ। ଅହଙ୍କାର ମଣିଷକୁ ପତନ ଦିଗକୁ ନେଇଯାଏ, କିନ୍ତୁ ଅନୁତାପ ତାକୁ ମୋକ୍ଷର ପଥ ଦେଖାଏ। କର୍ମର ନିୟମ ଅଟଳ, ଯେମିତି କର୍ମ ସେମିତି ଫଳ, କି ସେମିତି ଜନ୍ମ। ଶ୍ରୀକୃଷ୍ଣ କହିଛନ୍ତି, ହେ ମନୁଷ୍ୟ, ପୂର୍ବ କର୍ମର ଫଳ ଭୋଗିବା ନିଶ୍ଚିତ, କିନ୍ତୁ ବର୍ତ୍ତମାନର କର୍ମ ତୁମର ଭବିଷ୍ୟତକୁ ବଦଳାଇ ପାରେ। ଗରୁଡ଼ ପୁରାଣ କହେ, ଯେ ଦୁଃଖ ମଧ୍ୟରେ ମଧ୍ୟ ଧର୍ମ ଓ ଦୟାକୁ ଛାଡ଼େ ନାହିଁ, ସେ ଧୀରେ ଧୀରେ ପାପର ବନ୍ଧନରୁ ମୁକ୍ତ ହୁଏ। ଗଧଟି ଏବେ ଆଗ ପରି ରାଗ କରୁନଥିଲା। ସେ ବୁଝି ଯାଇଥିଲା ଯେ ପ୍ରତ୍ୟେକ କଷ୍ଟ ପଛରେ ନିଜର କର୍ମ ଲୁଚି ରହିଛି, ତେଣୁ ସେ ଧୈର୍ଯ୍ୟର ସହିତ ନିଜ କାମ କରୁଥିଲା। ଗୋଟିଏ ଦିନ କୁମ୍ଭାରଙ୍କ ପୁଅ ଜଙ୍ଗଲ ରାସ୍ତାରେ ଗଧକୁ ନେଇ ଯାଉଥିଲେ। ହଠାତ୍ ଏକ ଛୋଟ ବାଛୁରୀ ଖାଲରେ ପଡ଼ିଥିଲା। ଚାରିପାଖରେ କେହି ନଥିଲେ। ଗଧଟି ନିଜ ପିଠିରେ ଥିବା ଭାରି ବୋଝକୁ ଅଣଦେଖା କରି ବାଛୁରୀ ପାଖକୁ ଗଲା ଆଉ ନିଜ ଶରୀରକୁ ଏମିତି ଭାବରେ ରଖିଲା ଯେ ବାଛୁରୀ ତାର ପିଠି ଉପରେ ଚଢ଼ି ବାହାରକୁ ଆସିପାରିଲା। ଏହି ଦୃଶ୍ୟ ଦେଖି କୁମ୍ଭାରଙ୍କ ପୁଅ ଆଶ୍ଚର୍ଯ୍ୟ ହୋଇଗଲା। ସେ ଘରକୁ ଫେରି ସବୁ କଥା ବାପାଙ୍କୁ କହିଲା। କୁମ୍ଭାର କହିଲେ, ଆଜିଠାରୁ ଏହି ଗଧକୁ ମାଡ଼ ମାରିବା ନାହିଁ। ଏହାର କେବଳ ପଶୁ ନୁହେଁ, ଏହା ମନରେ ମଧ୍ୟ ଦୟା ଅଛି। ସେହି ଦିନଠାରୁ ଗଧଟିକୁ କିଛି ଭଲ ଖାଦ୍ୟ ମିଳିବାକୁ ଲାଗିଲା। ତାର ଘାରେ ଔଷଧ ଲଗାଯାଇଲା। ସନ୍ଧ୍ୟାରେ ସେହି ସାଧୁ ପୁଣି ଆସିଲେ। ସେ ହସି କହିଲେ, ଦେଖିଲୁ ତ, ପାପର ଫଳ ଯେପରି ନିଶ୍ଚିତ, ପୁଣ୍ୟର ଫଳ ମଧ୍ୟ ସେପରି ନିଶ୍ଚିତ। ତୁ ଆଜି ନିଃସ୍ୱାର୍ଥ ଭାବେ ଗୋଟିଏ ପ୍ରାଣ ବଞ୍ଚାଇଛୁ, ଏହା ତୋର ନୂଆ କର୍ମ। ଗଧଟି ସାଧୁଙ୍କ ଆଡ଼କୁ ଚାହିଁ ରହିଲା। ସାଧୁ କହିଲେ, ଗରୁଡ଼ ପୁରାଣରେ ଲେଖା ହୋଇଛି, ଯେ ଜୀବ ଅନ୍ୟର ପ୍ରାଣ ରକ୍ଷା କରେ, ଭୋକିଲାକୁ ଖାଦ୍ୟ ଦିଏ, ଦୁଃଖୀକୁ ସାହାଯ୍ୟ କରେ ଏବଂ ସମସ୍ତ ପ୍ରାଣୀକୁ ଦୟା କରେ, ସେ ନିଜ ପାପକୁ କମାଇବାରେ ପଥରେ ଚାଲିଯାଏ। ଗଧର ଆଖିରେ ଆଶାର ଆଲୋକ ଦେଖାଗଲା। ସେ ପ୍ରଥମ ଥର ପାଇଁ ଅନୁଭବ କଲା ଯେ ଦୁଃଖରେ ମଧ୍ୟ ପୁଣ୍ୟ ସଞ୍ଚୟ କରାଯାଇପାରେ। ସେ ଆହୁରି କହିଲେ, ମଣିଷ ଜନ୍ମ ମହାନ, କାରଣ ସେ ନିଜ କର୍ମକୁ ବଦଳାଇ ପାରେ। କିନ୍ତୁ ଯଦି ମଣିଷ
ସେହି ସୁଯୋଗକୁ ନଷ୍ଟ କରେ ତେବେ ତାକୁ ଅନ୍ୟ ଜନିରେ ଯାଇ କର୍ମଫଳ ଭୋଗିବାକୁ ପଡ଼େ। ସେହି ରାତିରେ ଗଧଟି ଆକାଶକୁ ଚାହିଁ ମନେ ମନେ ପ୍ରାର୍ଥନା କଲା, ହେ ପ୍ରଭୁ, ମୋତେ ଏମିତି ଶାନ୍ତି ଦିଅ ଯେ ମୁଁ ଯେପର୍ଯ୍ୟନ୍ତ ବଞ୍ଚିଛି କାହାରି ଅମଙ୍ଗଳ ନ କରି ସବୁବେଳେ ଭଲ କାମ କରିପାରିବି। ସେହି ପ୍ରାର୍ଥନା ତାର ଆତ୍ମାକୁ ଧୀରେ ଧୀରେ ପବିତ୍ର କରିବାକୁ ଲାଗିଲା। ଶ୍ରୀକୃଷ୍ଣଙ୍କ ବାଣୀ, ପାପ ମଣିଷକୁ ନିଜ ଜନ୍ମକୁ ନେଇଯାଏ, କିନ୍ତୁ ଦୟା, ସେବା, ସତ୍କର୍ମ ପୁଣି ତାକୁ ଉଚ୍ଚ ପଥରେ ଫେରାଇ ଆଣେ। ତେଣୁ ପ୍ରତ୍ୟେକ ଦିନ ଏମିତି କର୍ମ କର ଯାହା ମୃତ୍ୟୁ ପରେ ମଧ୍ୟ ତୁମ ଆତ୍ମାକୁ ଶାନ୍ତି ଦେବ। ଶ୍ରୀକୃଷ୍ଣ କହିଛନ୍ତି, ହେ ମନୁଷ୍ୟ, ଏହି ସଂସାରରେ କେହି କର୍ମର ନିୟମଠାରୁ ବଡ଼ ନୁହେଁ। ରାଜା ହେଉ କି ରଙ୍କ, ପଣ୍ଡିତ ହେଉ କି ଅଜ୍ଞାନୀ, ମୃତ୍ୟୁ ପରେ ସମସ୍ତଙ୍କୁ ନିଜ କର୍ମର ହିସାବ ଦେବାକୁ ପଡ଼େ। ଗରୁଡ଼ ପୁରାଣରେ ଏହା ହିଁ ସନାତନ ସତ୍ୟ। ସମୟ ବିତିବା ସହିତ ଗଧଟିର ସ୍ୱଭାବ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଯେଉଁଠି ପୂର୍ବରୁ ସେ ମନେ ମନେ ରାଗ ଓ ଦୁଃଖରେ ଭରି ଯାଉଥିଲା, ଏବେ ସେ ପ୍ରତ୍ୟେକ କଷ୍ଟକୁ ଈଶ୍ୱରଙ୍କ ଶିକ୍ଷା ବୋଲି ମାନୁଥିଲା। ଗୋଟିଏ ରାତିରେ ସେ ଗଭୀର ନିଦ୍ରାରେ ଥିବାବେଳେ ଏକ ଦିବ୍ୟ ସ୍ୱପ୍ନ ହେଲା। ସେ ନିଜକୁ ପୁଣି ଯମଲୋକରେ ଠିଆ ହୋଇଥିବାର ଦେଖିଲା। ଚାରିଆଡ଼େ ଗମ୍ଭୀର ପରିବେଶ। ଚିତ୍ରଗୁପ୍ତଙ୍କ ସାମ୍ନାରେ ବଡ଼ ଗ୍ରନ୍ଥ ଖୋଲା ହେଲା। ଯମରାଜ କହିଲେ, ଧନପତି, ତୁମେ ନିଜ ଭୁଲକୁ ବୁଝିବା ଆରମ୍ଭ କରିଛ। ଏହା ହିଁ ପରିବର୍ତ୍ତନର ପ୍ରଥମ ପଦକ୍ଷେପ। କିନ୍ତୁ ମନେ ରଖ, କେବଳ ପଶ୍ଚାତାପ ଯଥେଷ୍ଟ ନୁହେଁ, ଭଲ କର୍ମ କରିବା ମଧ୍ୟ ଆବଶ୍ୟକ। ଗଧଟି ନମ୍ର ସ୍ୱରରେ ପଚାରିଲା, ପ୍ରଭୁ, ଯଦି କେହି ଜୀବନରେ ଅନେକ ପାପ କରିଥାଏ ତେବେ କି ସେ କେବେ ମୁକ୍ତି ପାଇପାରିବ? ଯମରାଜ କହିଲେ, ଯେପର୍ଯ୍ୟନ୍ତ ଜୀବ ଅହଙ୍କାରରେ ବଞ୍ଚେ ସେ ପର୍ଯ୍ୟନ୍ତ ନୁହେଁ, କିନ୍ତୁ ଯେଦିନ ସେ ନିଜ ଭୁଲକୁ ସ୍ୱୀକାର କରି ସତ୍ୟ, ଦୟା, ସେବା ଓ ଧର୍ମର ପଥରେ ବାଛେ, ସେହି ଦିନଠାରୁ ତାର ମୁକ୍ତିର ଯାତ୍ରା ଆରମ୍ଭ ହୁଏ। ତାପରେ ଯମରାଜ ଚିତ୍ରଗୁପ୍ତକୁ ଆଦେଶ ଦେଲେ। ଚିତ୍ରଗୁପ୍ତ ଗୋଟିଏ ଦିବ୍ୟ ଦର୍ପଣ ଦେଖାଇଲେ। ସେହି ଦର୍ପଣରେ ଗଧଟି ଦେଖିଲା ପୁନର୍ଜନ୍ମରେ ସେ କିପରି ଗରିବମାନଙ୍କୁ ଅପମାନ କରୁଥିଲା, ଭୋକିଲାକୁ ଖାଇବା ଦେଉନଥିଲା, ପଶୁମାନଙ୍କୁ ନିର୍ଦ୍ଦୟ ଭାବରେ ପିଟୁଥିଲା। ଏହା ଦେଖି ସେ ଜୋରରେ କାନ୍ଦି ଉଠିଲା। ଯମରାଜ କହିଲେ, ଏହି ଲୁହ ଯଦି ସ୍ୱାର୍ଥ ପାଇଁ ନୁହେଁ ବରଂ ସତ୍ୟ ଅନୁତାପରୁ ବହେ, ତେବେ ସେମାନେ ଆତ୍ମାକୁ ପବିତ୍ର କରନ୍ତି। ସ୍ୱପ୍ନ ଭାଙ୍ଗିବା ପରେ ଗଧଟିର ଆଖି ସତରେ ଲୁହରେ ଭରି ଯାଇଥିଲା। ସେହି ଦିନଠାରୁ ସେ ଯେଉଁ ପଶୁମାନଙ୍କ ସହିତ ରହୁଥିଲା ସେମାନଙ୍କୁ ଧୋକା ଦେଉନଥିଲା। ନିଜ ଖାଦ୍ୟର କିଛି ଅଂଶ ଛୋଟ ପଶୁମାନଙ୍କ ପାଇଁ ଛାଡ଼ି ଯାଉଥିଲା। ସାଧୁ ଏହା ଦେଖି ହସି କହିଲେ, ଦେଖ, କର୍ମ ବଦଳିରେ ଭାଗ୍ୟ ମଧ୍ୟ ବଦଳିବା ଆରମ୍ଭ କରେ। ଏହା ହିଁ ଗରୁଡ଼ ପୁରାଣର ସାର। ଶ୍ରୀକୃଷ୍ଣ ବାଣୀ, ମଣିଷ ନିଜ ଭାଗ୍ୟକୁ ଅନ୍ୟ କେହି ନୁହେଁ, ନିଜ କର୍ମ ଦ୍ୱାରା ଲେଖେ। ଅହଙ୍କାର ପତନର କାରଣ, ଦୟା ଓ ସତ୍କର୍ମ ଉନ୍ନତିର ସିଡ଼ି। ତେଣୁ ସବୁବେଳେ ଏମିତି କର୍ମ କର ଯାହା ପରଜନ୍ମକୁ ଆଲୋକିତ କରିବ। ଶ୍ରୀକୃଷ୍ଣଙ୍କ ବାଣୀ, ହେ ମନୁଷ୍ୟ, ଗରୁଡ଼ ପୁରାଣ କହେ, କର୍ମ ଫଳ କେବଳ ଦଣ୍ଡ ନୁହେଁ, ସେ ଏକ ଶିକ୍ଷା ମଧ୍ୟ। ଯେ ଜୀବ ନିଜ ଭୁଲରୁ ଶିଖେ ଏବଂ ଧର୍ମର ପଥରେ ଚାଲେ, ତାର ଭବିଷ୍ୟତ ଉଜ୍ଜ୍ୱଳ ହେବା ଆରମ୍ଭ ହୁଏ। ସମୟ ଗଡ଼ି ଚାଲିଲା। ଗଧଟି ବର୍ତ୍ତମାନ ବୃଦ୍ଧ ହୋଇପଡ଼ିଥିଲା। ଶରୀର ଦୁର୍ବଳ ହୋଇଯାଇଥିଲା, କିନ୍ତୁ ତାର ମନ ପୂର୍ବଠାରୁ ଅଧିକ ଶାନ୍ତ ଥିଲା। ଗୋଟିଏ ଦିନ କୁମ୍ଭାରଙ୍କ ପରିବାର ମେଳାକୁ ଯାଇଥିଲେ। ଗଧର ପିଠିରେ ମାଟିର ହାଣ୍ଡି ଓ ବିଭିନ୍ନ ସାମଗ୍ରୀ ଲଦା ଯାଇଥିଲା। ରାସ୍ତାରେ ହଠାତ୍ ଭୟଙ୍କର ବର୍ଷା ଆରମ୍ଭ ହେଲା। ପାହାଡ଼ ଉପରୁ ପାଣିର ସ୍ରୋତ ବହି ଆସିଲା। କୁମ୍ଭାରଙ୍କ ଛୋଟ ପୁଅ ପାଣିରେ ଭାସିଯିବାକୁ ଲାଗିଲା। ସମସ୍ତେ ଭୟରେ ଚିତ୍କାର କରୁଥିଲେ। ସେହି ସମୟରେ ବୃଦ୍ଧ ଗଧଟି କୌଣସି ଭୟ ନ କରି ପାଣି ଭିତରକୁ ଗଲା। ଆଉ ସେ ନିଜ ଶରୀର ଦ୍ୱାରା ଛୋଟ ପିଲାଟିକୁ ଉପରକୁ ଉଠାଇ ଆଣିଦେଲା। ପିଲାଟି ବଞ୍ଚିଗଲା, କିନ୍ତୁ ତୀବ୍ର ସ୍ରୋତରେ ଗଧଟି ଗୁରୁତର ଆହତ ହେଲା। କୁମ୍ଭାର ଦୌଡ଼ି ଆସି ତାକୁ ଆଲିଙ୍ଗନ କରି କାନ୍ଦି କହିଲେ, ମୁଁ ତୋତେ ସାରା ଜୀବନ କଷ୍ଟ ଦେଇଛି, କିନ୍ତୁ ତୁ ଆଜି ମୋ ପୁଅର ଜୀବନ ବଞ୍ଚାଇଲୁ, ମୋତେ କ୍ଷମା କର। ଗଧଟି ନୀରବ ଆଖିରେ ତାଙ୍କୁ ଚାହିଁ ରହିଲା। ତାର ଆଖିରେ ନା ଥିଲା କ୍ରୋଧ, ନା ଥିଲା ଅଭିଯୋଗ, କେବଳ ଶାନ୍ତି। ସେହି ସନ୍ଧ୍ୟାରେ ସାଧୁ ପୁଣି ଆସିଲେ। ସେ କହିଲେ, ହେ ଜୀବ, ତୁ ନିଜ ପୂର୍ବ ପାପର ଋଣ ପ୍ରାୟ ଶୋଧ କରିସାରିଛୁ। ଆଜି ତୁ ନିଃସ୍ୱାର୍ଥ ଭାବରେ ଏକ ପ୍ରାଣକୁ ରକ୍ଷା କରିଛୁ। ଏହି ପୁଣ୍ୟ ତୋର ଆଗାମୀ ଜନ୍ମକୁ ପରିବର୍ତ୍ତନ କରିବ। ସେହି ରାତିରେ ଗଧଟି ଶାନ୍ତ ଭାବରେ ପ୍ରାଣତ୍ୟାଗ କଲା। ତାର ଆତ୍ମା ଶରୀର ଛାଡ଼ିବା ମାତ୍ରେ ଦୁଇଜଣ ଦିବ୍ୟ ଦୂତ ପ୍ରକଟ ହେଲେ। ଏଥର ସେମାନଙ୍କ ମୁହଁରେ
କଠୋରତା ନଥିଲା ବରଂ କରୁଣା ଥିଲା। ଯମଲୋକରେ ଚିତ୍ରଗୁପ୍ତ ପୁଣି ତାର କର୍ମର ହିସାବ ଖୋଲିଲେ। ଚିତ୍ରଗୁପ୍ତ କହିଲେ, ପୂର୍ବଜନ୍ମର ପାପ ବହୁତ ଥିଲା, ସେଥିପାଇଁ ଗଧ ଜନ୍ମ ମିଳିଥିଲା। କିନ୍ତୁ ଏହି ଜନ୍ମରେ ଧୈର୍ଯ୍ୟ, ଦୟା, ସେବା ଓ ତ୍ୟାଗର ପଥ ବାଛିଛୁ। ଏହି ପୁଣ୍ୟ ତୋର ଭବିଷ୍ୟତକୁ ବଦଳାଇ ଦେବ। ଯମରାଜ ହସି କହିଲେ, ଏବେ ତୁ ପୁଣି ଏକ ମନୁଷ୍ୟ ରୂପେ ଜନ୍ମ ନେବୁ, କିନ୍ତୁ ଏଥର ତୁ ଧନୀ ନୁହେଁ, ଏକ ସାଧାରଣ ପରିବାରରେ ଜନ୍ମ ଦେବୁ, ଯାହାଦ୍ୱାରା ଦୟା ଓ ବିନୟର ମୂଲ୍ୟ କେବେ ଭୁଲିବୁ ନାହିଁ। ଆତ୍ମା ନମ୍ରତାର ସହିତ ପ୍ରଣାମ କଲା। ସେ ବୁଝିଗଲା, ସତ୍ୟ ସମ୍ପତ୍ତି ଧନ ନୁହେଁ, ସତ୍କର୍ମ। ଶ୍ରୀକୃଷ୍ଣ ବାଣୀ, ଯେ ଜୀବ ଦୁଃଖ ମଧ୍ୟରେ ମଧ୍ୟ ଧର୍ମକୁ ଛାଡ଼େ ନାହିଁ, ତାର ଭବିଷ୍ୟତ ନିଶ୍ଚୟ ଉଜ୍ଜ୍ୱଳ ରହେ। କର୍ମ କେବେ ବ୍ୟର୍ଥ ଯାଏ ନାହିଁ। ପାପ ଦୁଃଖ ଦେଇଥାଏ, ପୁଣ୍ୟ ନୂଆ ଆଲୋକରେ ପଥ ଖୋଲି ଦେଇଥାଏ। ଶ୍ରୀକୃଷ୍ଣ ବାଣୀ, ଶ୍ରୀକୃଷ୍ଣ କହିଛନ୍ତି, ମଣିଷ ଜନ୍ମ ସହଜରେ ମିଳେ ନାହିଁ। ଅସଂଖ୍ୟ ଜନି ଅତିକ୍ରମ କରି ଜୀବ ପୁଣି ମଣିଷ ରୂପ ପାଏ। ତେଣୁ ଏହି ଜୀବନକୁ ପାପରେ ନୁହେଁ, ପୁଣ୍ୟରେ ସାର୍ଥକ କର। ଯମରାଜଙ୍କ ଆଶୀର୍ବାଦ ପରେ ସେହି ଜୀବାତ୍ମା ପୃଥିବୀକୁ ପୁଣି ଫେରିଲା। କିଛି ମାସ ପରେ ସେ ଏକ ଛୋଟ ଗ୍ରାମରେ ଜଣେ ଗରିବ କିନ୍ତୁ ସତ୍ୟବାନ ଦମ୍ପତି ଘରେ ଏକ ପୁଅ ଜନ୍ମ ନେଲା। ସେମାନେ ତାର ନାମ ରଖିଲେ ଦୟାନିଧି। ଘରେ ଧନ ନଥିଲା, କିନ୍ତୁ ସଂସ୍କାର ଥିଲା। ଛୋଟବେଳୁ ଦୟାନିଧି ଅନ୍ୟମାନଙ୍କ ଦୁଃଖ ଦେଖି କାନ୍ଦୁଥିଲା। ରାସ୍ତାରେ କୌଣସି ଭୋକିଲା ପଶୁ ଦେଖିଲେ ନିଜ ଖାଦ୍ୟରୁ କିଛି ଅଂଶ ତାକୁ ଖୁଆଇ ଦେଉଥିଲା। ଗୋଟିଏ ଦିନ ତାର ବାପା ପଚାରିଲେ, ବାପା, ତୁ ସବୁବେଳେ ପଶୁମାନଙ୍କ ପ୍ରତି ଏତେ ଦୟା କାହିଁକି କରୁଛୁ? ଦୟାନିଧି କହିଲା, ବାପା, ଜାଣିନି କାହିଁକି, କିନ୍ତୁ କୌଣସି ପଶୁକୁ କଷ୍ଟରେ ଦେଖିଲେ ମୋ ହୃଦୟ କାନ୍ଦି ଉଠେ। ଲାଗେ ସେମାନଙ୍କ ଯନ୍ତ୍ରଣାକୁ ମୁଁ ପୂର୍ବରୁ ଅନୁଭବ କରିଛି। ବାପା ହସି କହିଲେ, ଏହା ଭଗବାନଙ୍କୁ ଦେଇଥିବା ଭଲ ହୃଦୟ। ଦୟାନିଧି ବଡ଼ ହେବା ସହିତ ଅଧିକ ବିନୟୀ ହେଲା। ଧନ ନଥିଲେ ମଧ୍ୟ କେବେ ଲୋଭ କରୁନଥିଲା। ଏକ ଦିନେ ସେହି ଗ୍ରାମକୁ ସେ ବୃଦ୍ଧ ସାଧୁ ପୁଣି ଆସିଲେ। ଦୟାନିଧି ତାଙ୍କୁ ପ୍ରଣାମ କଲେ। ସାଧୁ ତାର ମୁହଁକୁ ଦେଖି ମୃଦୁ ହସି କହିଲେ, ତୁ ନିଜ ପୂର୍ବଜନ୍ମରେ କଷ୍ଟକୁ ଭୁଲି ଯାଇଛୁ, କିନ୍ତୁ ସେହି କଷ୍ଟର ଶିକ୍ଷା ତୋର ଆତ୍ମାରେ ରହିଯାଇଛି। ଦୟାନିଧି ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ଗୁରୁଦେବ, ଆପଣ କ'ଣ କହୁଛନ୍ତି? ସାଧୁ କହିଲେ, ପ୍ରତ୍ୟେକ ଆତ୍ମା ନିଜ କର୍ମର ସଂସାରକୁ ସାଙ୍ଗରେ ନେଇ ଆସେ। ଯେ ଦୁଃଖ ଭୋଗ କରିଛି ସେ ଅନ୍ୟର ଦୁଃଖରେ ସହଜରେ ବୁଝିପାରେ। ତେଣୁ ସବୁବେଳେ ଧର୍ମର ପଥରେ ଚାଲ। ସେହି ଦିନଠାରୁ ଦୟାନିଧି ସାଧୁଙ୍କ ସେବା କରିବାକୁ ଲାଗିଲା। ସେ ଗରୁଡ଼ ପୁରାଣ, ଗୀତା ଓ ଧର୍ମଶାଳାର କଥା ଶୁଣୁଥିଲା। ଧୀରେ ଧୀରେ ସେ ବୁଝିଗଲା, ଧନ ମଣିଷକୁ ବଡ଼ କରେ ନାହିଁ, ଶକ୍ତି ମଣିଷକୁ ମହାନ କରେ ନାହିଁ। ସତ୍କର୍ମ, ଦୟା, ସତ୍ୟ ହିଁ ମଣିଷର ପ୍ରକୃତ ପରିଚୟ। ସାଧୁ ବିଦାୟ ନେବା ପୂର୍ବରୁ କହିଲେ, ମନେ ରଖ, ତୋର ଏହି ଜନ୍ମ ହେଉଛି ଭଗବାନଙ୍କ ଦ୍ୱିତୀୟ ସୁଯୋଗ। ଏହାକୁ କେବେ ଅହଙ୍କାରରେ ନଷ୍ଟ କରିବୁ ନାହିଁ। ଦୟାନିଧି ହାତ ଯୋଡ଼ି ପ୍ରତିଜ୍ଞା କଲା, ମୁଁ ସାରା ଜୀବନ କାହାର ଅହିତ କରିବି ନାହିଁ। ଯେତେ ପାରିବି ଦୁଃଖୀଙ୍କ ସେବା ସେତେ କରିବି। ଶ୍ରୀକୃଷ୍ଣଙ୍କ ବାଣୀ, ପୂର୍ବ ଜନ୍ମର କର୍ମ ବର୍ତ୍ତମାନକୁ ପ୍ରଭାବିତ କରେ, କିନ୍ତୁ ବର୍ତ୍ତମାନର ସତ୍କର୍ମ ଭବିଷ୍ୟତକୁ ପବିତ୍ର କରେ। ସେଥିପାଇଁ ପ୍ରତ୍ୟେକ ଦିନକୁ ଶେଷ ଦିନ ଭାବି ଭଲ କାମ କର, କାରଣ କର୍ମ ହିଁ ଆଗାମୀ ଜନ୍ମର ଭାଗ୍ୟ ଲେଖେ। ଶ୍ରୀକୃଷ୍ଣ କହିଛନ୍ତି, ଭଗବାନ ମଣିଷକୁ ଧନ ଦେଇ ପରୀକ୍ଷା କରନ୍ତି, ଦୁଃଖ ଦେଇ ମଧ୍ୟ ପରୀକ୍ଷା କରନ୍ତି। ଯିଏ ପ୍ରତ୍ୟେକ ପରିସ୍ଥିତିରେ ଧର୍ମକୁ ଛାଡ଼େ ନାହିଁ, ସେ ହିଁ ପ୍ରକୃତ ବିଜୟୀ। ଦୟାନିଧି ଯୁବକ ହୋଇଗଲା। ସେ ନିଜ ବାପାଙ୍କ ସହିତ କଠିନ ପରିଶ୍ରମ କରୁଥିଲା। ଗରିବ ହେଲେ କ'ଣ ହେବ, କେବେ ଅନ୍ୟକୁ ଜିନିଷର ଲୋଭରେ ଦୃଷ୍ଟିରେ ଦେଖୁନଥିଲା। ଗୋଟିଏ ଦିନ ସେ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଗୋଟିଏ ଥଳି ଦେଖିଲା। ଖୋଲି ଦେଖିଲା ସୁନାର ମୁଦ୍ରାରେ ଭରିଥିଲା। ତା ସହିତ ଥିବା ବନ୍ଧୁ କହିଲା, ଦୟାନିଧି, ଏହାକୁ ନେଇଯା, ଏବେ ତୋର ଦାରିଦ୍ର୍ୟ ଶେଷ ହୋଇଯିବ। ଦୟାନିଧି ଶାନ୍ତ ସ୍ୱରରେ କହିଲା, ଏହା ମୋର ନୁହେଁ, ଅନ୍ୟର ଧନ ନେଲେ ମୋର ପୁନର୍ଜନ୍ମର ସବୁ ପୁଣ୍ୟ ନଷ୍ଟ ହୋଇଯିବ। ସେ ଗ୍ରାମକୁ ଫେରି ଘୋଷଣା କଲା ଯେ କାହାର ଧନ ହଜିଛି କି? କିଛି ସମୟ ପରେ ଜଣେ ବୃଦ୍ଧ ବ୍ୟବସାୟୀ କାନ୍ଦି କାନ୍ଦି ଆସିଲେ। ପୁଅ, ସେଇ ଥଳିଟା ମୋର, ସେଥିରେ ମୋର ଜୀବନର ସବୁ ସଞ୍ଚୟ ଥିଲା। ଦୟାନିଧି କୌଣସି ଲୋଭ ନ କରି ଥଳିଟି ଫେରାଇ ଦେଲା। ବୃଦ୍ଧ ବ୍ୟବସାୟୀ ତାଙ୍କୁ ପୁରସ୍କାର ଦେବାକୁ ଚାହିଁଲେ, କିନ୍ତୁ ଦୟାନିଧି କହିଲା, ମୁଁ କେବଳ ମୋର କର୍ତ୍ତବ୍ୟ କରିଛି, ସତ୍ୟ ପାଇଁ ପୁରସ୍କାର ଦେବା ଦରକାର ନାହିଁ। ଏହି ଘଟଣା ସାରା ଗ୍ରାମରେ ପ୍ରଚାର ହୋଇଗଲା। ସେହି ସନ୍ଧ୍ୟାରେ ସାଧୁ ପୁଣି ଆସିଲେ। ସେ କହିଲେ, ଦୟାନିଧି, ଆଜି ତୋର ସବୁଠାରୁ ବଡ଼ ପରୀକ୍ଷା ଥିଲା। ପୁନର୍ଜନ୍ମରେ ତୁ ଧନ ପାଇଁ ପାପ କରିଥିଲୁ, ଆଜି
ଧନ ତୋର ସାମ୍ନାରେ ଥିଲା କିନ୍ତୁ ତୁ ଧର୍ମକୁ ବାଛିଲୁ। ଏହା ହିଁ ଆତ୍ମାର ପ୍ରକୃତ ପରିବର୍ତ୍ତନ। ଦୟାନିଧି ବିନୟର ସହିତ କହିଲା, ଗୁରୁଦେବ, ଏହା ସବୁ ଆପଣଙ୍କର ଉପଦେଶର ଫଳ। ସାଧୁ କହିଲେ, ନାହିଁ ପୁଅ, ଏହା ତୋର ନିଜ କର୍ମର ଫଳ। ଗୁରୁ କେବଳ ପଥ ଦେଖାନ୍ତି, ଚାଲିବାକୁ ହୁଏ ନିଜକୁ। ସେଇ ରାତିରେ ଦୟାନିଧି ଧ୍ୟାନରେ ବସିଥିବା ବେଳେ ତାର ମନରେ ଏକ ଦିବ୍ୟ ଅନୁଭୂତ ହେଲା। ତାକୁ ଅସ୍ପଷ୍ଟ ଭାବରେ ମନେ ପଡ଼ିଲା, ଏକ ସମୟରେ ସେଇ ଅହଙ୍କାରୀ ଧନୀ ଥିଲା, ପରେ ଗଧ ହୋଇ କଷ୍ଟ ଭୋଗୁଥିଲା ଏବଂ ଏବେ ପୁଣି ମଣିଷ ଜନ୍ମ ପାଇଛି। ସେ ଆଖି ବନ୍ଦ କରି କହିଲା, ହେ ପ୍ରଭୁ, ଆଉ କେବେ ମୋତେ ଅହଙ୍କାର ପଥରେ ଯିବାକୁ ଦିଅ ନାହିଁ। ଶ୍ରୀକୃଷ୍ଣଙ୍କ ବାଣୀ। ସେଥିପାଇଁ ଶ୍ରୀକୃଷ୍ଣ କହିଛନ୍ତି, ଧନ ହରାଇଲେ କିଛି ହରାଯାଏ, ସ୍ୱାସ୍ଥ୍ୟ ହରାଇଲେ ବହୁତ କିଛି ହରାଯାଏ, କିନ୍ତୁ ଚରିତ୍ର ହରାଇଲେ ସବୁ କିଛି ହରାଯାଏ। ତେଣୁ ସତ୍ୟ, ଦୟା ଓ ଧର୍ମକୁ କେବେ ଛାଡ଼ନି। ଏହିମାନେ ହିଁ ପରଜନ୍ମର ସବୁଠାରୁ ବଡ଼ ସମ୍ପତ୍ତି। ଶ୍ରୀକୃଷ୍ଣଙ୍କ ବାଣୀ। ଶ୍ରୀକୃଷ୍ଣ କହିଛନ୍ତି, କର୍ମ ବନ୍ଧନ ହିଁ ଜନ୍ମ ଓ ମୃତ୍ୟୁର କାରଣ। ଯେପର୍ଯ୍ୟନ୍ତ ଜୀବ ପାପ, ଲୋଭ, କ୍ରୋଧ ଓ ଅହଙ୍କାରରେ ବନ୍ଧା ରହେ, ସେ ପର୍ଯ୍ୟନ୍ତ ସେ ପୁନର୍ଜନ୍ମ ନେଇଥାଏ। କିନ୍ତୁ ଯିଏ ନିଷ୍କାମ ସେବା, ଦୟା ଓ ଭକ୍ତିର ପଥ ବାଛେ, ସେ ମୁକ୍ତିର ଦିଗକୁ ଅଗ୍ରସର ହୁଏ। ଦୟାନିଧିଙ୍କ ସତ୍ୟବାଦିତା ଓ ଦୟାର କଥା ଧୀରେ ଧୀରେ ଦୂର ଦୂରାନ୍ତ ପର୍ଯ୍ୟନ୍ତ ପ୍ରସିଦ୍ଧ ହୋଇଗଲା। ଗ୍ରାମରେ ଲୋକେ ତାଙ୍କ ପାଖକୁ ନିଜ ସମସ୍ୟା ନେଇ ଆସୁଥିଲେ। ଏକଦିନେ ଦୁଇ ଜଣ ଭାଇ ଜମିକୁ ନେଇ ଝଗଡ଼ା କରୁଥିଲେ। ଜଣେ କହିଲା, ଏହି ଜମି ମୋର। ଅନ୍ୟ ଜଣ କହୁଥିଲା, ନାହିଁ, ଏହା ମୋର। ଦୟାନିଧି ଶାନ୍ତ ଭାବରେ କହିଲେ, ଯେଉଁ ଜମି ପାଇଁ ତୁମେ ଝଗଡ଼ା କରୁଛ, ମୃତ୍ୟୁ ପରେ ସେହି ଜମିର ଗୋଟିଏ ମୁଠା ମାଟି ମଧ୍ୟ ତୁମ ସହିତ ଯିବ ନାହିଁ। ତୁମ ସହିତ ଯିବ କେବଳ ତୁମର କର୍ମ। ଏହି କଥା ଶୁଣି ଦୁଇ ଭାଇଙ୍କ ଆଖିରେ ଲୁହ ଆସିଗଲା। ସେମାନେ ପରସ୍ପରକୁ କ୍ଷମା ମାଗି ଝଗଡ଼ା ଶେଷ କରିଦେଲେ। ସେହି ରାତିରେ ସାଧୁ ଦୟାନିଧିଙ୍କୁ କହିଲେ, ପୁତ୍ର, ତୁ ଏବେ କେବଳ ନିଜ ପାଇଁ ନୁହେଁ, ଅନ୍ୟମାନଙ୍କୁ ମଧ୍ୟ ଧର୍ମର ପଥ ଦେଖାଉଛୁ। ଏହା ସବୁଠାରୁ ବଡ଼ ପୁଣ୍ୟ। ଦୟାନିଧି ପଚାରିଲେ, ଗୁରୁଦେବ, ମଣିଷ କେମିତି ମୋକ୍ଷ ପାଇପାରିବ? ସାଧୁ ଉତ୍ତର ଦେଲେ, ମୋକ୍ଷ କେବଳ ଜଙ୍ଗଲକୁ ଯାଇ ତପସ୍ୟା କଲେ ମିଳେ ନାହିଁ। ମୋକ୍ଷ ମିଳେ ଯେତେବେଳେ ମନୁଷ୍ୟର ମନରୁ ଲୋଭ, କ୍ରୋଧ, ଅହଙ୍କାର, ଦ୍ୱେଷ ସମ୍ପୂର୍ଣ୍ଣ ଦୂର ହୋଇଯାଏ। ଯିଏ ନିଷ୍କାମ ଭାବରେ କର୍ମ କରେ, ସମସ୍ତ ପ୍ରାଣୀକୁ ଭଲ ପାଏ, ଭଗବାନଙ୍କୁ ସ୍ମରଣ କରେ, ସେହି ମୋକ୍ଷର ଅଧିକାରୀ ହୁଏ। ଏହି ଶିକ୍ଷା ଦୟାନିଧିଙ୍କ ଜୀବନକୁ ଆହୁରି ଆଲୋକିତ କରିଦେଲା। ସେ ପ୍ରତିଦିନ ସକାଳେ ଭଗବାନଙ୍କ ନାମ ସ୍ମରଣ କଲେ, ପରେ ଗରିବମାନଙ୍କୁ ସାହାଯ୍ୟ କଲେ, ଆହତ ପଶୁମାନଙ୍କ ସେବା କରୁଥିଲେ ଏବଂ ସନ୍ଧ୍ୟାରେ ଧର୍ମଗ୍ରନ୍ଥ ପାଠ କରୁଥିଲେ। ଧୀରେ ଧୀରେ ତାଙ୍କ ମନରେ ଅଦ୍ଭୁତ ଶାନ୍ତି ଆସିଲା। ସେ ବୁଝିଗଲେ, ସୁଖ ଧନରେ ନୁହେଁ, ସତ୍କର୍ମରେ ଅଛି। ଶାନ୍ତି ଅହଙ୍କାରରେ ନୁହେଁ, ବିନୟରେ ଅଛି। ମହାନତା ଶକ୍ତିରେ ନୁହେଁ, ସେବାର ଅଛି। ସାଧୁ ବିଦାୟ ସମୟରେ କହିଲେ, ପୁତ୍ର, ତୁ ଗଧର ଦୁଃଖରୁ ଆରମ୍ଭ କରି ମଣିଷର ଧର୍ମ ପର୍ଯ୍ୟନ୍ତର ଯାତ୍ରା ସମ୍ପୂର୍ଣ୍ଣ କରିଛୁ। ଏବେ ତୋର ପ୍ରତ୍ୟେକ କର୍ମ ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ। ଦୟାନିଧି ହାତ ଯୋଡ଼ି କହିଲେ, ଗୁରୁଦେବ, ଏହି ଜୀବନ ଭଗବାନଙ୍କ ଦାନ। ଏହାକୁ ମୁଁ କେବଳ ସେବା ଓ ଧର୍ମ ପାଇଁ ସମର୍ପଣ କରିବି। ଶ୍ରୀକୃଷ୍ଣ କହିଛନ୍ତି, ଯେପରି କର୍ମ ସେପରି ଜନ୍ମ, ଯେପରି ଭାବନା ସେପରି ଭାଗ୍ୟ। ତେଣୁ ଧନ ପଛରେ ନୁହେଁ, ଧର୍ମ ପଛରେ ଦୌଡ଼, କାରଣ ମୃତ୍ୟୁ ପରେ ତୁମ ସହିତ କେବଳ ତୁମର କର୍ମ ହିଁ ଯିବ। ଶ୍ରୀକୃଷ୍ଣ କହିଛନ୍ତି, ଏହି ସଂସାରରେ ଯାହା କିଛି ଘଟେ ତାହା କର୍ମର ନିୟମ ଅନୁସାରେ ଘଟେ। ଭଗବାନ କାହା ପ୍ରତି ପକ୍ଷପାତ କରନ୍ତି ନାହିଁ। ଯେପରି ବୀଜ ବୁଣାଯାଏ ସେପରି ଫଳ ମିଳେ। ସେଥିପାଇଁ ଆଜିର ପ୍ରତ୍ୟେକ କର୍ମ ଆସନ୍ତା ଜନ୍ମର ଭାଗ୍ୟ ଲେଖେ। ବହୁ ବର୍ଷ ବିତିଗଲା। ଦୟାନିଧି ଏବେ ସମଗ୍ର ଅଞ୍ଚଳର ଜଣେ ଧର୍ମପରାୟଣ, ଦୟାଳୁ ଓ ସତ୍ୟବାଦୀ ବ୍ୟକ୍ତି ଭାବେ ପରିଚିତ ହୋଇଥିଲେ। ତାଙ୍କ ଘରେ ଧନର ଅହଙ୍କାର ନଥିଲା, କିନ୍ତୁ ଶାନ୍ତି ଓ ସନ୍ତୋଷର ଅଭାବ ମଧ୍ୟ ନଥିଲା। ଗୋଟିଏ ଦିନ ସେହି ବୃଦ୍ଧ ସାଧୁ ଶେଷ ଥର ପାଇଁ ତାଙ୍କ ଘରକୁ ଆସିଲେ। ସାଧୁ କହିଲେ, ପୁତ୍ର ଦୟାନିଧି, ତୋର ଜୀବନରେ ପରୀକ୍ଷା ପ୍ରାୟ ଶେଷ। ତୁ ପୁନର୍ଜନ୍ମରେ ଅହଙ୍କାରୀ ଧନୀ ଥିଲୁ, ପରେ ଗଧ ହୋଇ କଷ୍ଟ ଭୋଗ କଲୁ। ସେହି କଷ୍ଟ ତୋତେ ଦୟା ଶିଖାଇଲା। ଏହି ଜନ୍ମରେ ସେହି ଦୟାକୁ କର୍ମରେ ପରିଣତ କରିଛୁ। ଏହା ହିଁ ଆତ୍ମାର ପ୍ରକୃତ ବିକାଶ। ଦୟାନିଧି ଆଖିରେ ଲୁହ ଆସିଗଲା। ସେ କହିଲେ, ଗୁରୁଦେବ, ମୋ ଜୀବନରୁ ଯଦି ଲୋକମାନେ ଗୋଟିଏ ଶିକ୍ଷା ନିଅନ୍ତି, ତେବେ ସେଇଟା ହେଉ, କେବେ କାହାକୁ କଷ୍ଟ ଦିଅନି, କାରଣ ସେହି କଷ୍ଟ ଦିନେ ନା ଦିନେ ନିଜ ପାଖକୁ ଫେରି ଆସେ। ସାଧୁ ହସି କହିଲେ, ଏହା ହିଁ ଗରୁଡ଼ ପୁରାଣର ସାର। ମଣିଷ ଯଦି ଗୋଟିଏ କଥା ବୁଝିଯାଏ, ତାର ଜୀବନ ସଫଳ ହୋଇଯିବ। କିଛି ବର୍ଷ ବିତିଗଲା। ଦୟାନିଧି ଶାନ୍ତ ମନରେ ଭଗବାନଙ୍କ ନାମ ସ୍ମରଣ କରି ପ୍ରାଣତ୍ୟାଗ କଲେ। କାହାଣୀ ଅନୁସାରେ ତାଙ୍କ ଆତ୍ମା ଯମଲୋକରେ ପହଞ୍ଚିଲା।
ଚିତ୍ରଗୁପ୍ତ ତାଙ୍କ ଶେଷ ଜନ୍ମର କର୍ମ ଦେଖି କହିଲେ, ଏହି ଜୀବ ନିଜ ଭୁଲରୁ ଶିଖିଛି, ପାପରୁ ପୁଣ୍ୟର ପଥକୁ ବାଛିଛି, ଦୟା ସତ୍ୟ ଓ ସେବାକୁ ଜୀବନରେ ଆଧାର କରିଛି। ଯମରାଜ କହିଲେ, ଯେ ନିଜ କର୍ମକୁ ପବିତ୍ର କରେ ସେ ଉଚ୍ଚ ଗତି ପ୍ରାପ୍ତ କରେ। ଏହା ହିଁ ସନାତନ ନ୍ୟାୟ। ଏହି କାହାଣୀରୁ ମିଳୁଥିବା 7ଟି ମହାନ ଶିକ୍ଷା, ଯେପରି କର୍ମ ସେପରି ଜନ୍ମ। ଅହଙ୍କାର ମଣିଷକୁ ପତନ ପଥରେ ନେଇଯାଏ। ଦୟା ଓ ସେବା ସବୁଠାରୁ ବଡ଼ ପୁଣ୍ୟ। ଅନ୍ୟକୁ ଦିଆଯାଇଥିବା କଷ୍ଟ ଦିନେ ନା ଦିନେ ନିଜ ପାଖକୁ ଫେରିଆସେ। ମଣିଷ ଜନ୍ମ ଅତ୍ୟନ୍ତ ଦୁର୍ଲଭ। ଏହାକୁ ସତ୍କର୍ମରେ ସାର୍ଥକ କରିବା ଉଚିତ। ଧନ ସମ୍ପତ୍ତି ଓ ପଦବୀ ନୁହେଁ, କେବଳ କର୍ମ ହିଁ ମୃତ୍ୟୁ ପାଖରେ ସାଙ୍ଗରେ ଥାଏ। ସତ୍ୟ, ଦୟା, କ୍ଷମା ଓ ଭକ୍ତି ଜୀବନକୁ ଆଲୋକିତ କରେ। ଶ୍ରୀକୃଷ୍ଣଙ୍କ ବାଣୀ। ହେ ମନୁଷ୍ୟ, ଆଜିଠାରୁ ଏମିତି କର୍ମ କର ଯାହା ପାଇଁ ଆସନ୍ତା ଜନ୍ମରେ ପଶ୍ଚାତାପ କରିବାକୁ ନ ପଡ଼େ। ଦୟା କର, ସତ୍ୟ କୁହ, ଧର୍ମର ପଥରେ ଚାଲ ଏବଂ ଭଗବାନଙ୍କୁ ସ୍ମରଣ କର। କାରଣ ଜୀବନ କ୍ଷଣସ୍ଥାୟୀ, କିନ୍ତୁ କର୍ମର ଫଳ ଚିରସ୍ଥାୟୀ।